ହାଏ ପ୍ରଥମେ ଭିଡ଼ିଓ ଦେଖି ନେବ ତାପରେ ମୁଁ କହିବି ସେ କ'ଣ ସବୁ କହୁଛି। ଆଜି ଓଡ଼ିଶାର ଗୋଟିଏ କଣ୍ଠଶିଳ୍ପୀ ପାଇଁ ଆମ ହିନ୍ଦୁ ଭଉଣୀମାନଙ୍କର ସମ୍ମାନ ହାନି ହେଉଛି, କିନ୍ତୁ ଏଇ କଥାଟା ଆମ ହିନ୍ଦୁ ଲୋକମାନଙ୍କ ଆଖିକୁ ଦେଖାଯାଉନି। ତାଙ୍କ ପାଇଁ ସିଏ ଇମ୍ପୋର୍ଟାଣ୍ଟ, ଆମ ଭଉଣୀମାନଙ୍କର ସମ୍ମାନ ଇମ୍ପୋର୍ଟାଣ୍ଟ ନାହିଁ। ଭାଇ ମୁଁ ତ ସିଧାସଳଖ କହୁଛି ଭାଇ, ସେମିତି ହେଲେ ଆପଣମାନେ ଗୋଟେ କାମ କରନ୍ତୁ, ହାତରେ ଚୋଡ଼ି ପିନ୍ଧି ନିଅନ୍ତୁ। ମୁଁ ତ ଟୋଟାଲ ପିନ୍ଧିବିନି ଭାଇ, ସିଧା ଫାଡ଼ିବି ସିଧା, ବୁଝିପାରୁଛନ୍ତି ତ? ରହିଲି, ଜୟ ଜଗନ୍ନାଥ। ଆଉ ଯଦି ପ୍ରକୃତରେ ନାରୀମାନଙ୍କ ପ୍ରତି ସମ୍ମାନ ଥିବ, ସୁନିଶ୍ଚିତ ଭାବରେ ତାଙ୍କ ସପକ୍ଷରେ ରହି କଥା କୁହନ୍ତୁ। ଜୟ ଲୋକ କ୍ରାନ୍ତି। ଶୁଣିଲେ କ'ଣ ସିଏ କହୁଛି? ହ୍ୟୁମାନ ସାଗର ଗୋଟାଏ ଓଡ଼ିଶାର ଏମିତି ଗାୟକ, ତା ଗୀତ ଶୁଣିବା ପାଇଁ ସାରା ଓଡ଼ିଶା ଲୋକ ଚାହିଁଥାନ୍ତି। କେଉଁ ଫିଲ୍ମରେ ଗୀତ ନ ଗାଇଛି? ସେ କେତେ ବଡ଼ ଗୋଟେ ସୁପରଷ୍ଟାର, ସିଏ ସୁପର ସିଙ୍ଗର, ସିଏ କେତେ ହିରୋମାନଙ୍କୁ ସେ ସୁପରଷ୍ଟାର ବନେଇଛି ସେ ଗୀତରେ। ଆଉ କ'ଣ କହୁଛୁ ତୁ? କ'ଣ ବେ ତୋର ଅକାତ କ'ଣ ଅଛି ବେ? ତା ପାଦ ଧୂଳି ସହ ସମାନ ତୁ କଥାବାର୍ତ୍ତା କରୁଛୁ। ଶୈଳା ଆଇଛି କିଏ ବେ ତୁ? ନନସେନ୍ସ କୋଠିକାର ମାଙ୍କଡ଼ ମହାଶଳା, ଦେଖିବାକୁ ତ ମାଙ୍କଡ଼ ଭଳିଆ ଦେଖାଯାଉଛୁ। ମାଙ୍କଡ଼ ଶଳା, ଆଉ ସେ ଯେଉଁ କଣ୍ଠଟା ସେ ପାଇନି, ଯେଉଁ ଆବାଜରେ ଗାଉଛି, ଯେଉଁ ତୁ କହୁନୁ ମୁଁ ସନାତନୀ, ମୁଁ ଜଗନ୍ନାଥ, ସେଇ ଜଗନ୍ନାଥ ହିଁ ସେ କଣ୍ଠଟା ଦେଇଛନ୍ତି। କ'ଣ ଭାବୁଛୁ ତୁ? ଯେଉଁ ଠାକୁରକୁ ପୂଜା କରୁଛୁ ସେଇ ଠାକୁର ହିଁ ତାକୁ କଣ୍ଠଟା ଦେଇଛନ୍ତି। ଆଉ କ'ଣ କହିବୁ କହ? ଶଳା ପାଦ ଧୂଳି ସହ ସମାନ ନାହିଁ, ଆଇଲା କିଏ ଜନ୍ମ ଦେଇଛି ବେ ତୋତେ? ବାଷ୍ଟେଡ଼ଟା ଶଳା କୁଆଡ଼େ ଥିଲା ନଥିଲା, ଗୋଟାଏ ନେଟ୍ ପାଇଯାଇଛି, ମୋବାଇଲ ଅଛି ତ ଭିଡ଼ିଓ ବନେଇଦେଲା। ଆଉ ଛୁଡ଼ି ପୁଅ ହାରାମି ଶଳା, ଅନଲାଇନ୍ ଆସିଲେ କଥା କହିବାକୁ ଆଉ କହି ଚାଲିଯିବୁ ଆଉ, ବୁଝିଲୁ? ବେଶୀ କହନା, ମାଡ଼ ଖାଇଯିବୁ, ବହୁତ ମାଡ଼ ଖାଇବୁ ତୁ, ମନେ ରଖିଥା। ଫାଲତୁ ଫାଲତୁ କଥାବାର୍ତ୍ତା।